वेलकम टू स्टैंडअप लर्निंग 360 यूट्यूब चैनल। आज आम भारत इतिहास प्रमुख प्राचीन साम्राज्य मध्ययुगीय काल जेपरि दिल्ली सल्तनत मोगल एवं स्थापत्य ऐतिह्य विषय जानिबा। ओडिशा तथा भारत सरकारी चाकरी परीक्षा ପାଇଁ विशेष उपयोगी नोट्स। प्राचीन प्रमुख साम्राज्य मौर्य साम्राज्य 322 ରୁ 185 ଖ୍ରୀଷ୍ଟପୂର୍ବ। ପ୍ରତିଷ୍ଠାତା ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଚାଣକ୍ୟଙ୍କ ସହାୟତାରେ ନନ୍ଦବଂଶଙ୍କୁ ପରାସ୍ତ କରିଥିଲେ, ଜାଣିଥିବେ। ତା ରାଜଧାନୀ ଥିଲା ପାଟଳିପୁତ୍ର। ମୁଖ୍ୟ ଶାସକ ବିନ୍ଦୁସାର ଅମିତ୍ର ଘାତ ନାମରେ ପରିଚିତ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ରାଜ୍ୟ ବିସ୍ତାର ଥିଲା। ଅଶୋକ 268 ରୁ 232 ଖ୍ରୀଷ୍ଟପୂର୍ବ। କଳିଙ୍ଗ ଯୁଦ୍ଧ 261 ଖ୍ରୀଷ୍ଟପୂର୍ବ ପରେ ବୌଦ୍ଧ ଧର୍ମ ଗ୍ରହଣ ଧମ୍ମା ନୀତି ଶିଳାଲେଖ ସ୍ତମ୍ଭ ତୃତୀୟ ବୌଦ୍ଧ ସଙ୍ଗୀତ। ଓଡ଼ିଶା ବା କଳିଙ୍ଗ ଯୁଦ୍ଧ ବୌଦ୍ଧ ଧର୍ମ ପ୍ରସାରର ମୋଡ଼। ଧଉଳିଗିରି ଜଉଗଡ଼ ଶିଳାଲେଖ ମୌର୍ଯ୍ୟ ଶାସନର ଓଡ଼ିଶା ପ୍ରମାଣ। ପ୍ରଶାସନ କେନ୍ଦ୍ରୀୟତା ମନ୍ତ୍ରୀ ପରିଷଦ ଗୁପ୍ତଚର ବ୍ୟବସ୍ଥା ଅର୍ଥଶାସ୍ତ୍ର ଚାଣକ୍ୟ। ପତନ ଶେଷ ଶାସକ ବୃହଦ୍ରଥ ପୁଷ୍ୟମିତ୍ର ଶୁଙ୍ଗଙ୍କ ଦ୍ୱାରା ହତ୍ୟା। ତାପରେ ହେଲା ଗୁପ୍ତ ସାମ୍ରାଜ୍ୟ 319 ରୁ 550 ଖ୍ରୀଷ୍ଟ। ସୁବର୍ଣ୍ଣ ଯୁଗ କଳା ବିଜ୍ଞାନ ସାହିତ୍ୟର ଉତ୍କର୍ଷ ଏହି ସାମ୍ରାଜ୍ୟକୁ କୁହାଯାଏ। ସୁବର୍ଣ୍ଣ କଳା ବିଜ୍ଞାନ ସାହିତ୍ୟର ଉତ୍କର୍ଷ। ପ୍ରତିଷ୍ଠାତା ଶ୍ରୀଗୁପ୍ତ ପ୍ରକୃତ ବିସ୍ତାର ଚନ୍ଦ୍ରଗୁପ୍ତ 1 319 ରୁ 335। ଗୁରୁତ୍ୱପୂର୍ଣ୍ଣ ଶାସକ ସମୁଦ୍ରଗୁପ୍ତ ଭାରତର ନେପୋଲିଅନ ପ୍ରୟୋଗ ପ୍ରଶସ୍ତି ହରିଶେଣ ଭାରତ ନେପୋଲିଅନ ମଧ୍ୟ କୁହାଯାଏ। ଚନ୍ଦ୍ରଗୁପ୍ତ 2 ବିକ୍ରମାଦିତ୍ୟ 375 ରୁ 415। ଶକ୍ କ୍ଷାତ୍ରପ ପରାଜୟ ନବରତ୍ନ ସଭା କାଳିଦାସ ବରାହମିହିର ଆର୍ଯ୍ୟଭଟ୍ଟ। କୁମାରଗୁପ୍ତ 1 ନାଳନ୍ଦା ମହାବିହାର ପ୍ରତିଷ୍ଠା କରିଥିଲେ। ସ୍କନ୍ଦଗୁପ୍ତ ହୁଣ ଆକ୍ରମଣ ପ୍ରତିରୋଧ। ପ୍ରଶାସନ ବିକେନ୍ଦ୍ରୀକରଣ ପ୍ରଦେଶ ବା ଭୁକ୍ତି ଜିଲ୍ଲା ବିଷୟ ଭୂରାଜସ୍ୱ ବ୍ୟବସ୍ଥା। ପତନ କାହିଁକି ହେଲା? ହୁଣ ଆକ୍ରମଣ ଦୁର୍ବଳ ଉତ୍ତର ପିଢ଼ି। କଳିଙ୍ଗ ଓ ଓଡ଼ିଶାର ପ୍ରାଚୀନ ଗୌରବ ମହାମେଘବାହନ ବଂଶ ପ୍ରଥମ ଶତକ ଖ୍ରୀଷ୍ଟପୂର୍ବ। ରାଜା ଖାରବେଳ ହାତୀଗୁମ୍ଫା ଶିଳାଲେଖ ଉଦୟଗିରି ସତ୍ରଧାଡ଼ି। ଜୈନ ଧର୍ମାବଲମ୍ବୀ କଳିଙ୍ଗ ଶକ୍ତିର ପୁନରୁତ୍ଥାନ। ଖାରବେଳଙ୍କ ଅଭିଯାନ ମଗଧ ଦକ୍ଷିଣ ଭାରତ ପର୍ଯ୍ୟନ୍ତ ଜନକଲ୍ୟାଣ କାର୍ଯ୍ୟ ନହର ଖନନ। ମଧ୍ୟଯୁଗ ଭାଗ ଖ ମଧ୍ୟଯୁଗ ଦିଲ୍ଲୀ ସଲତନତ 1206 ରୁ 1526। ପାଞ୍ଚଟି ରାଜବଂଶ ଗୁଲାମ ଇଲବାରୀ 1206 ରୁ 90। କୁତବୁଦ୍ଦିନ ଆଇବକ ଲକ୍ଷ ବକ୍ଷ କୁତବ ମିନାର ନିର୍ମାଣ ଆରମ୍ଭ। ଇଲତୁତମିଶ ଚାଲିସା ଇକ୍ତା ବ୍ୟବସ୍ଥା ରଚିତା। ସୁଲତାନ ବା ପ୍ରଥମ ଓ ଏକମାତ୍ର ମହିଳା ଗିୟାସୁଦ୍ଦିନ ବଲବନ ସିଜଦା ପାପସୋ ପ୍ରଥା। ଖିଲଜି 1290 ରୁ 1320। ଆଲାଉଦ୍ଦିନ ଖିଲଜି। ମୁଖ୍ୟ ନିୟନ୍ତ୍ରଣ ବଜାର ସଂସ୍କାର ଦାଗ ହୁଳିଆ ସୈନ୍ୟବାହିନୀ। ଦକ୍ଷିଣ ଅଭିଯାନ ମାଲିକ କାଫୁର। ତୁଗଲକ 1320 ରୁ 1414। ଗିୟାସୁଦ୍ଦିନ ମହମ୍ମଦ ବିନ ତୁଗଲକ ପାଣ୍ଡିତ୍ୟପୂର୍ଣ୍ଣ ମୂର୍ଖ। ରାଜଧାନୀ ଦୌଲତାବାଦ ଟୋକନ ମୁଦ୍ରା। ଫିରୋଜ ଶାହ ତୁଗଲକ କଲ୍ୟାଣମୂଳକ କାର୍ଯ୍ୟ ନହର। ସୟଦ 1414 ରୁ 51। ଖିଜ୍ର ଖାଁ ଲୋଦି 1251 ରୁ 1526। ବହଲୋଲ ସିକନ୍ଦର ଆଗ୍ରା ସ୍ଥାପନ
इब्राहिम पानीपत 1 1526 बाबर द्वारा परास्त। प्रशासन इक्ता भू राजस्व वाजिर दीवान ई अरज दीवान ई इंसा इत्यादि। स्थापत्य कुतुब मीनार अलाई दरवाजा तुगलकबाद दुर्ग फिरोज शाह कोटला। मुगल साम्राज्य भाग ग 1526 रु 1707 प्रभाव 1857 पर्यंत। बाबर 1526 रु 30 पानीपत 1 खनवा घगरा। हुमायूं 1530 रु 40 1555 रु 56 शेर शाह सूरीଙ୍କ द्वारा परास्त। ईरान रे आश्रय शेर शाह सूरी सूरी साम्राज्य 1540 रु 45। प्रशासनिक संस्कार ग्रांड ट्रंक रोड जबत राजस्व व्यवस्था रुपया पोस्ट। अकबर 1556 रु 1605 पानीपत 2 1556 हल्दी घाटी 1576 दिन ई इलाही सुल ई कुल। मानस बदारी जागीरदारी व्यवस्था। टोगर मल्लंग जबत। इबादल खान नवरत्न। जहांगीर नूर जहां जंगीर ई अदल विलियम हॉकिंस सार थॉमस रो। शाहजहां 1628 रु 58 स्थापत्यर सुवर्ण युग। ताजमहल लाल किला दिल्ली। जामा मस्जिद मोती मस्जिद चांदनी चौक मयूर सिंहासन। औरंगजेब 1658 रु 1707 आलमगीर जजिया पुनः प्रचलन दक्षिण नीति। सिख गुरु मराठा शिवाजी राजपूतों सह संघर्ष मोगल पतनर प्रारंभ। मानस बदारी जाट पद ओ सावर आश्मारोही दुईटी संख्या 10 रु 10,000। ओडिशार मध्ययुगीय साम्राज्य गजपति गंगवंश 11 रु 15 शतक। अनंग भीम 3 बारवाटी दुर्ग नरसिंहदेव 1 कोणार्क सूर्य मंदिर 1300 शताब्दी। गजपति वंश 1434 रु 1541 प्रतिष्ठाता कपिलेन्द्र देव गंजाम बंग मद्राज पर्यंत विस्तार। पुरुषोत्तम देव कांची अभियान। प्रतापरुद्र देव श्री चैतन्य प्रभाव। शासन गजपति हाथी बाहिनी उत्कलीय राजत्व। स्थापत्य ऐतिह्य परीक्षा पर गुरुत्व। मौर्य स्तूप व साथी पत्थर स्तर सारनाथ अशोक स्तंभ भारतर राष्ट्रीय प्रतीक। धौलीगिरी हाथी ओडिशा। अजंता गुंफा चित्र। दशावतार मंदिर देवगढ़। नालंदा स्तूप व मठ। ओडिशा मंदिर स्थापत्य कलिंग शैली 3 भाग रेखा प्रसाद पीढ़ जगमोहन नाटमंडप। प्रधान उदाहरण लिंगराज मंदिर भुवनेश्वर 1100 देउल। जगन्नाथ मंदिर पुरी 1200 बड़ देउल। कोणार्क सूर्य मंदिर 1300 कला पगोड़ा रथ आकृति यूनेस्को। राजाराणी मुक्तेश्वर कारुकार्य। बौद्ध उदयगिरी खंडगिरी गुंफा खारवेल। धौलगिरी ललितगिरी रत्नगिरी वज्रजान। दिल्ली सल्तनत कुतुब कॉम्प्लेक्स कुतुब मीनार अलाई दरवाजा कुतुबत उल इस्लाम। तुगलक शैली ढलुआ कांथ कम अलंकरण। मोगल बाबर रोजा पानीपत। हुमायूं समाधि बगीचा समाधि ताज पूर्ववर्ती। अकबर फतेहपुर सिकरी बुलंद दरवाजा पंचमहल। हुमायूं समाधिर विकास। शासन मार्बल युग ताजमहल चीर सबद उद्यान लाल किला जामा।
ଜାମା ମସଜିଦ ଦିଲ୍ଲୀ, ମୋତି ମସଜିଦ ଆଗ୍ରା, ଔରଙ୍ଗଜେବ ବିବି କା ମକବରା ଔରଙ୍ଗାବାଦ, ମୋଗଲ ଚିତ୍ରକଳା ଆକବରଙ୍କ ହମଜାନାମା, ଜାହାଙ୍ଗୀରଙ୍କ ପଶୁପକ୍ଷୀ ମାନସୁର। କଳିଙ୍ଗ ଯୁଦ୍ଧ କେଉଁ ବର୍ଷ ହୋଇଥିଲା ଏବଂ ଏହାର ପ୍ରଭାବ କ'ଣ? 261 ଖ୍ରୀଷ୍ଟପୂର୍ବ। ଏହି ଯୁଦ୍ଧର ଭୟାବହତା ଦେଖି ଅଶୋକ ବୌଦ୍ଧ ଧର୍ମ ଗ୍ରହଣ କଲେ, ଧର୍ମ ବିଜୟ ନୀତି ଗ୍ରହଣ କଲେ ଏବଂ ଶାନ୍ତିପୂର୍ଣ୍ଣ ଶାସନ ଆଡ଼କୁ ମନୋନୀତ କଲେ। 2 ମାନସବଦାରୀ ବ୍ୟବସ୍ଥା କିଏ ପ୍ରଚଳନ କଲେ? ଏହାର 2ଟି ଉପାଦାନ କ'ଣ? ଆକବର 1. ଜାଟ ପଦାଧିକାରୀର ବ୍ୟକ୍ତିଗତ ମର୍ଯ୍ୟାଦା 2. ସବାର ସେ କେତେ ଆଶ୍ମାରୋହୀ ରଖିବେ ତାହାର ସଂଖ୍ୟା। ଓଡ଼ିଶାର କେଉଁ ମନ୍ଦିରକୁ କଳାପଗଡ଼ା କୁହାଯାଏ? ଏହାର ନିର୍ମାତା କିଏ? କୋଣାର୍କ ସୂର୍ଯ୍ୟ ମନ୍ଦିର। ନିର୍ମାତା ଗଙ୍ଗବଂଶର ରାଜା ନରସିଂହଦେବ 1 1229-1264। ଜବତ ଭୂରାଜସ୍ୱ ବ୍ୟବସ୍ଥାର ମୂଳ ପ୍ରଣେତା କିଏ? କେଉଁ ମୋଗଲ ସମ୍ରାଟଙ୍କ ଅଧୀନରେ ଏହା ସମ୍ପ୍ରସାରିତ ହେଲା? ଶେର ଶାହ ସୁରୀ ଏହାର ପ୍ରବର୍ତ୍ତକ। ପରେ ଟୋଗରମଲ୍ଲଙ୍କ ଦ୍ୱାରା ଆକବରଙ୍କ ଅଧୀନରେ ଏହାକୁ ବ୍ୟବସ୍ଥାପିତ ଜବତି ଦସାଲା ରୂପରେ ଲାଗୁ କଲେ। ହାତୀଗୁମ୍ଫା ଶିଳାଲେଖର ମହତ୍ତ୍ୱ କ'ଣ? ଏହା କଳିଙ୍ଗ ରାଜା ଖାରବେଳଙ୍କ ରାଜତ୍ୱ ଓ ବିଜୟ ଗାଥାକୁ ପ୍ରାକୃତ ଭାଷା ଓ ବ୍ରାହ୍ମୀ ଲିପିରେ ବର୍ଣ୍ଣନା କଲେ। 17 ଧାଡ଼ି ବିଶିଷ୍ଟ ଏହି ଲେଖ ଉଦୟଗିରି ବା ଭୁବନେଶ୍ୱରଠାରେ ଅବସ୍ଥିତ। ଆଲାଉଦ୍ଦିନ ଖିଲଜୀଙ୍କ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ସଂସ୍କାର ଲେଖ। 1. ବଜାର ବା ମୂଲ୍ୟ ନିୟନ୍ତ୍ରଣ। ଖାଦ୍ୟ, ଘୋଡ଼ା, ଜିନିଷପତ୍ର ଆଦିର ମୂଲ୍ୟ ସ୍ଥିର। ଡାକ ହୁଲିଆ, ଅଶ୍ଚ ଚିହ୍ନଟ ଓ ସୈନିକଙ୍କ ପଞ୍ଜୀକରଣ। ତାଜମହଲକୁ ୟୁନେସ୍କୋ ୱାର୍ଲ୍ଡ ହେରିଟେଜ କେବେ ଘୋଷଣା କଲେ? 1983। ଗଜପତି ଉପାଧି କେଉଁ ଓଡ଼ିଶା ବଂଶର ଶାସକମାନେ ଗ୍ରହଣ କରିଥିଲେ? ଏହାର ଅର୍ଥ କ'ଣ? ଗଜପତି ବଂଶ ସୂର୍ଯ୍ୟବଂଶୀ କପିଳେନ୍ଦ୍ର ଦେବଙ୍କ ପ୍ରତିଷ୍ଠାତା। ଗଜ ହାତୀ, ପତି = ପ୍ରଭୁ, ଅର୍ଥାତ୍ ଯାହାର ହାତୀ ବାହିନୀ ଅପରାଜେୟ। ଫତେପୁର ସିକ୍ରି କାହିଁକି ପ୍ରସିଦ୍ଧ? 2ଟି ବିଶେଷତା। ଆକବର ଏହାକୁ 1571-1585 ପର୍ଯ୍ୟନ୍ତ ରାଜଧାନୀ କରିଥିଲେ। ସ୍ଥାପତ୍ୟ ବୁଲନ୍ଦ ଦରୱାଜା, ଗୁଜରାଟ ବିଜୟ ଉପଲକ୍ଷେ। ପଞ୍ଚମହଲ ଦିୱାନ-ଇ-ଖାସ୍, ଇବାଦତଖାନା। ଲକ୍ଷବକ୍ଷ କାହାକୁ କୁହାଯାଏ? କାହିଁକି? କୁତୁବୁଦ୍ଦିନ ଐବକ ସେ ତାଙ୍କ ଉଦାରତା ହେତୁ ଲକ୍ଷ ରୂପା ମୁଦ୍ରା ଦାନ କରିଥିବାରୁ ଏହି ନାମ। 1 ଖ୍ରୀଷ୍ଟପୂର୍ବ ଖ୍ରୀଷ୍ଟାବ୍ଦ। ତାରିଖ, ଶାସକଙ୍କ ନାମ, ପ୍ରମୁଖ ପଦ, ମାନସବଦ, ଜବତ, ଇକ୍ତା ସ୍ପଷ୍ଟ ମନେ ରଖ। 2 ଇତିହାସ ଓଡ଼ିଶା ଇତିହାସ ପାଇଁ ଖାରବେଳ, ଗଜପତି, କୋଣାର୍କ, ଉଦୟଗିରି, ଖଣ୍ଡଗିରି ନିଶ୍ଚିତ ପ୍ରସ୍ତୁତ କର। 3 ସ୍ଥାପତ୍ୟ ୟୁନେସ୍କୋ ଶୈଳୀ ନିର୍ମାତା MCQ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି PDF ପାଇବା ପାଇଁ ଆପଣ ଏହି ଚ୍ୟାନେଲର ବାୟୋରେ ଯାଇକି ଟେଲିଗ୍ରାମ ବା ହ୍ୱାଟ୍ସଆପ୍ ଗ୍ରୁପରେ ଜଏନ୍ କରିବେ। ଏହି PDFଟା ଆପଣଙ୍କୁ ସମ୍ପୂର୍ଣ୍ଣ ଫ୍ରିରେ ମିଳିବ। ଆଉ ପାଷ୍ଟ ଆଉ ଫ୍ୟୁଚରରେ ଯାହା PDF ରହିବ ସବୁ ବିନା ମୂଲ୍ୟରେ ଆପଣଙ୍କୁ ପ୍ରଦାନ କରାଯିବ।